ମଣିଷ ଜୀବନରେ ସମବେଦନା କାହିଁକି ଜରୁରୀ? ସମବେଦନା ଜଣେ ଜଣକୁ ଜଣାଇବାର କ'ଣ ଆବଶ୍ୟକତା ଅଛି? କାହିଁକି ଜଣେ ମଣିଷ ଦୁଃଖରେ ଥିଲାବେଳେ ତା କାନ୍ଧରେ ହାତ ପକାଇ ତାକୁ ସମବେଦନା ଜଣାଇବାକୁ ପଡ଼ିଥାଏ? ଏ ଦୁନିଆରେ ହୁଏତ ଟଙ୍କାର ଆବଶ୍ୟକତା ଅଛି, ଏ ଦୁନିଆରେ ହୁଏତ ଅନେକ ଖୁସି ଟଙ୍କା ଦ୍ୱାରା ମିଳିପାରୁଛି, ହେଲେ ଯେତେବେଳେ ଜଣେ ମଣିଷ ଦୁଃଖରେ ଥିବ, ଜଣେ ମଣିଷର କିଛି ଗୋଟେ ଅସୁବିଧା ହେଇଥିବ, ସେତେବେଳେ ସେ ମଣିଷକୁ ସମବେଦନା ଜଣାଇଲେ ତାର ଅଧାରୁ ଉର୍ଦ୍ଧ୍ୱ ଦୁଃଖ ଲାଘବ ହୋଇଥାଏ। ଅନ୍ତତଃ ସେ ଭାବିଥାଏ, ମୋ ପାଖରେ କେହି ତ ଜଣେ ଅଛି ଯିଏ ମୋ ଦୁଃଖ କଷ୍ଟକୁ ବୁଝିପାରୁଛି। ମୋ ପାଖରେ କେହି ତ ଜଣେ ଅଛି ଯିଏ ମୋ ଅସୁବିଧା ସମୟରେ ମୋ ପାଖରେ ଠିଆ ହୋଇପାରୁଛି। ତେଣୁ ସମବେଦନା ନୁହେଁ ଆଜ୍ଞା ମିଛରେ ଆଖିର ଲୁହ। ସମବେଦନା ନୁହେଁ ଆଜ୍ଞା କେବେ କୌଣସି ପ୍ରକାର ସ୍ୱାର୍ଥ, କିମ୍ବା ସମବେଦନା ନୁହେଁ କଥାରେ ଚାଲାକି କରିବା, କିମ୍ବା ସମବେଦନା ନୁହେଁ ଦେଖେଇ ହେବା। ପ୍ରକୃତ ସମବେଦନା ଜଣେ ଜଣକୁ ଜଣାଇବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।